ଜୟ ଜଗନ୍ନାଥ। ମୁଁ ଭାନୁ, ପୁରୀର ଏକ ଲୋକ କଳାକାର। ଏହି ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ପୁରୀର ଏକ ଅନନ୍ୟ ଲୋକ ସାଂସ୍କୃତିକ ଉତ୍ସବ ଶ୍ରୀକ୍ଷେତ୍ର ସାଇ ଯାତ୍ରାରେ ଭାଗ ନେବାକୁ ଯାଉଅଛି। ରାବଣ ପୋଡ଼ି ପରମ୍ପରା କେବେ ଓ କେଉଁ ସମୟରୁ ପାଳିତ ହେଉଛି ତାହା କୌଣସି ଶାସ୍ତ୍ରରେ ଉଲ୍ଲେଖ ନାହିଁ। ଏହା ଏକ ଭ୍ରମାତ୍ମକ ଧାରଣା ଓ ଅନ୍ଧବିଶ୍ୱାସର ପ୍ରତୀକ ଅଟେ। ଦଶାନନ ରାବଣ ଥିଲେ ଶିବଙ୍କର ଅନନ୍ୟ ଭକ୍ତ, ଉଚ୍ଚ କୂଳରେ ଜନ୍ମିତ ବିଦ୍ୱାନ, ଜ୍ଞାନୀ, ଶାସ୍ତ୍ରଜ୍ଞ, ସଙ୍ଗୀତଜ୍ଞ, ନୃତ୍ୟ ବିଶାରଦ ଏବଂ ଜଣେ ପ୍ରଖର ରାଜନୀତିଜ୍ଞ। କେବଳ ଅହଙ୍କାର ଓ ଗର୍ବ ହେତୁ ପ୍ରଭୁ ଶ୍ରୀରାମଙ୍କଠାରୁ ଯୁଦ୍ଧରେ ପରାସ୍ତ ହେଲେ। ଶ୍ରୀରାମ ପରେ ନିଜର ଏହି କାର୍ଯ୍ୟ ପାଇଁ 1 ବର୍ଷ ହିମାଳୟରେ ପଶ୍ଚାତାପ ମଧ୍ୟ କରିଥିଲେ। ପୁରୀରେ ରାବଣ ପୋଡ଼ି ପରମ୍ପରା ଆଦୌ ନାହିଁ। ଶ୍ରୀକ୍ଷେତ୍ରରେ ରାବଣ ପ୍ରତିବର୍ଷ ସାହି ଯାତ୍ରାରେ ସମ୍ମାନର ସହ ଶ୍ରୀ ଜଗନ୍ନାଥଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ତେବେ ଆସନ୍ତା ସାହି ଯାତ୍ରାରେ ମୋତେ ଏକ ନୂଆ ଚରିତ୍ରରେ ଦେଖିବା ପାଇଁ ଫଲୋ କରନ୍ତୁ, ଭଲ ଲାଗିଲେ ସେୟାର କରନ୍ତୁ। ଆସନ୍ତୁ ଆମେ ଏହି ଲୋକ ସଂସ୍କୃତିର ସାର କଥାକୁ ସମଗ୍ର ବିଶ୍ୱକୁ ଜଣାଇବାରେ ସମ୍ମିଳିତ ହେବା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।